ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଆଦ୍ୟ ମଣ୍ଡଳୀ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ ଥିଲା। ପବିତ୍ର ଆତ୍ମା ମଣ୍ଡଳୀ ମାଧ୍ୟମରେ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ସାଧନ କରିବା ପାଇଁ ପ୍ରେରିତମାନଙ୍କର ଦ୍ୱାରା ସହାୟକ ହୋଇଥିଲେ। ଆମେ ଲକ୍ଷ୍ୟ କରିଛୁ କିପରି ଭାବରେ ପ୍ରେରିତମାନଙ୍କର ଦ୍ୱାରା ଈଶ୍ୱର ତାଙ୍କର ବାକ୍ୟକୁ ସାହସର ସହିତ ଅନେକ ଅନୁଗ୍ରହର ସହିତ ବୃତ୍ତି ସାଧନ କରିବାରେ ସହାୟକ ହୋଇଥିଲେ। ସେମାନଙ୍କର ମଧ୍ୟରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ ହେଲା। ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ, ଏପରିକି ତାଡ଼ନାର ମଧ୍ୟରେ ଆମେ ଲକ୍ଷ୍ୟ କରୁଛୁ ଈଶ୍ୱର ତାଙ୍କର କାର୍ଯ୍ୟକୁ ମଣ୍ଡଳୀ ମାଧ୍ୟମରେ ମଣ୍ଡଳୀ ମଧ୍ୟରେ ସେ ସାଧନ କରିବା ପାଇଁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଲକ୍ଷ୍ୟ କରିବା କିପରି ଭାବରେ ଶୈତାନ ଈଶ୍ୱରଙ୍କର ଏହି ବୃଦ୍ଧିପ୍ରାପ୍ତ ମଣ୍ଡଳୀ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କଲା। ସ୍ମରଣ ରଖିବା ଯେ ପ୍ରଭୁଙ୍କ ସେବା କାର୍ଯ୍ୟରେ କୌଣସି ପ୍ରକାର ବାହ୍ୟିକ ପରିସ୍ଥିତି ପ୍ରତିବନ୍ଧକ ନୁହେଁ, ମାତ୍ର ଈଶ୍ୱରଙ୍କର ସେବା କାର୍ଯ୍ୟରେ ସବୁବେଳେ ପ୍ରତିବନ୍ଧକ ଆଭ୍ୟନ୍ତରୀଣ ଥାଏ। ସେଥିପାଇଁ ଆଜି ଆମେ ଲକ୍ଷ୍ୟ କରିବା କିପରି ଭାବରେ ଯେତେବେଳେ ମଣ୍ଡଳୀ ବୃଦ୍ଧି ପାଉଥିଲା, ପ୍ରଚାର ବୃଦ୍ଧି ପାଉଥିଲା, ପ୍ରାର୍ଥନାରେ ଭାଇ ଭଉଣୀମାନେ ନିବଦ୍ଧ ହୋଇଥିଲେ, ସେତେବେଳେ ମଣ୍ଡଳୀ ମଧ୍ୟରେ ଏକ ପ୍ରତିବନ୍ଧକ ସୃଷ୍ଟି ହେଲା। ପ୍ରେରିତ 5 ପର୍ବରେ ଆମେ ପାଠ କରୁଛୁ କିପରି ଭାବରେ ମଣ୍ଡଳୀ ମଧ୍ୟରେ ଯେତେବେଳେ ସାମାଜିକ ସ୍ତରରେ ଉଦ୍ଦୀପନା ଆରମ୍ଭ ହେଲା, ବିଶ୍ୱାସୀ ଭାଇ ଭଉଣୀମାନେ ପରସ୍ପର ନିମନ୍ତେ ସେମାନଙ୍କର ଅଭାବ ନିମନ୍ତେ ମନୋଯୋଗ କରିବା ପାଇଁ ଆରମ୍ଭ କଲେ। ଲେଖା ଅଛି ବର୍ଣ୍ଣବାଙ୍କର ସହିତ ଅନ୍ୟମାନେ ମଧ୍ୟ ଆପଣା ଆପଣା ଯେଉଁ ସମସ୍ତ ଜମି ଗୁଡ଼ିକ ସ୍ଥାବର ଅସ୍ଥାବର ସମ୍ପତ୍ତି ଗୁଡ଼ିକ ଥିଲା ତାହା ବିକ୍ରୟ କରି ପ୍ରେରିତମାନଙ୍କର ହସ୍ତରେ ସମର୍ପଣ କରୁଥିଲେ, ଯଦ୍ୱାରା କି ଅଭାବଗ୍ରସ୍ତ ଭାଇ ଭଉଣୀମାନଙ୍କର ସାହାଯ୍ୟ ହେଇପାରିବ। ଏକ ଉଦ୍ଦୀପନା ସମୟରେ ଆମେ ଲକ୍ଷ୍ୟ କରୁଛୁ ହନାନୀୟ ସଫିରା ସେମାନେ ମଧ୍ୟ ମଣ୍ଡଳୀର ଜଣେ ସଭ୍ୟା ଥିଲେ। ସେମାନେ ମଧ୍ୟ ପ୍ରେରିତମାନଙ୍କର ପରି ପ୍ରେରିତମାନଙ୍କର ସହିତରେ ଆପଣାକୁ ପରିଚିତ କରିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କଲେ। ଲେଖାଯାଉଛି ସେମାନଙ୍କର ମଧ୍ୟ ଯେଉଁ ସମ୍ପତ୍ତି ଥିଲା ତାହା ବିକ୍ରୟ କରି ସେ ବିକ୍ରୟଲବ୍ଧ ଧନକୁ ପ୍ରେରିତମାନଙ୍କର ହସ୍ତରେ ସମର୍ପଣ କଲେ। କିନ୍ତୁ ଆମେ ପାଠ କରୁଛୁ ସେମାନଙ୍କର ଏହି ମନୋଯୋଗିତା, ସେମାନଙ୍କର ଏହି ଦାନ ଏକ ଛଳନାର ଦାନ ଥିଲା, ଏକ କପଟତାର ଦାନ ଥିଲା। ପ୍ରେରିତମାନଙ୍କର ହସ୍ତରେ ଯେତେବେଳେ ସେମାନଙ୍କର ଅର୍ଥକୁ ସେମାନେ ସମର୍ପଣ କଲେ, ସେମାନେ ପ୍ରକାଶ କରୁଥିଲେ ଯେ ସେମାନଙ୍କର ବିକ୍ରିଲବ୍ଧ ସମସ୍ତ ଅର୍ଥକୁ ସେମାନେ ପ୍ରେରିତମାନଙ୍କୁ ଦାନ କରିଛନ୍ତି। କିନ୍ତୁ ବାସ୍ତବ ଭାବରେ ଆମେ ଲକ୍ଷ୍ୟ କରୁଛୁ ସେମାନେ କିଛି ଅର୍ଥ ନିଜ ପାଇଁ ରଖି ଅବଶିଷ୍ଟ ଅଂଶକୁ ପ୍ରେରିତମାନଙ୍କୁ ଦାନ ଦେଇଥିଲେ। ପ୍ରିୟ ବନ୍ଧୁଗଣ, ମଣ୍ଡଳୀର ଏକ ଉଦ୍ଦୀପନା ସମୟରେ ଶୈତାନ କେତେ ଚାଲାକ ଭାବରେ ମଣ୍ଡଳୀ ମଧ୍ୟରେ ବିଶ୍ୱାସୀମାନଙ୍କର ମଧ୍ୟରେ ଏକ ଭିନ୍ନ ମନୋଭାବ ସୃଷ୍ଟି କରୁଛି, ଛଳନା କପଟତାର ଭାବ ସୃଷ୍ଟି କରୁଛି। ଫଳରେ କ'ଣ ଲେଖାଯାଉଛି ସେମାନେ ଉଭୟ ଈଶ୍ୱରଙ୍କର ବିରୁଦ୍ଧରେ ମିଥ୍ୟା କହିଲେ, ପବିତ୍ର ଆତ୍ମାଙ୍କର ବିରୁଦ୍ଧରେ ମିଥ୍ୟା କହିଲେ। ଫଳରେ ପ୍ରେରିତମାନେ କହିଲେ, ଶୈତାନ କାହିଁକି ତୁମର ମନକୁ ଅଧିକାର କରିଅଛି? ଶୈତାନ ସେମାନଙ୍କ ମନକୁ ଅଧିକାର କଲା। ଈଶ୍ୱରଙ୍କର ବିରୁଦ୍ଧରେ ମିଥ୍ୟା କହିଲେ, ପବିତ୍ର ଆତ୍ମାଙ୍କର ବିରୁଦ୍ଧରେ ମିଥ୍ୟା କହିଲେ, ପବିତ୍ର ଆତ୍ମାକୁ ପରୀକ୍ଷା କଲେ। ହଁ ପ୍ରିୟ ବନ୍ଧୁଗଣ, ଏହା ଥିଲା ଆଦ୍ୟ ମଣ୍ଡଳୀର ପ୍ରଥମ ପ୍ରତିବନ୍ଧକର ବିଷୟ। କିନ୍ତୁ ମନେ ରଖିବା ଯେ ଈଶ୍ୱର ଏହି ପ୍ରତିବନ୍ଧକକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିଥିଲେ, କାରଣ ସେ ତାଙ୍କର ରାଜ୍ୟ ବିସ୍ତାର ନିମନ୍ତେ ମନୋଯୋଗୀ ଥିଲେ। ଯେତେବେଳେ ହନାନୀୟ ସଫିରା ସେମାନଙ୍କର ଏହି ଛଳନା କପଟତାର ଭାବ ନେଇ ସେବା କାର୍ଯ୍ୟରେ ଅଂଶୀ ହେବା ପାଇଁ ଇଚ୍ଛା କରିଥିଲେ, ଅନ୍ୟମାନଙ୍କର ସମ୍ମାନ ପାଇବା ପାଇଁ ଇଚ୍ଛା କରିଥିଲେ, ସେତେବେଳେ ଲେଖାଯାଉଛି କିପରି ଭାବରେ ଈଶ୍ୱର ଏହି ପ୍ରତିବନ୍ଧକକୁ ସେ ଦୂର କରିବା ପାଇଁ ଇଚ୍ଛା କଲେ। ମନେ ରଖିବା ବନ୍ଧୁଗଣ, ଈଶ୍ୱରଙ୍କର ରାଜ୍ୟ ବିସ୍ତାରରେ କୌଣସି ବ୍ୟକ୍ତି କୌଣସି ବିଷୟ କେବେ ହେଲେ ଠିଆ ହେଇପାରେ ନା। ଯେଉଁ ବିଷୟ ଗୁଡ଼ିକ ଠିଆ ହେବ
जो व्यक्ति विशेष गुड़िक ठिया हेबे सेमानकु ईश्वर निश्चित भावरे तांकर सेवा कार्य बाहर करदेवे पृथक करदेवे। कौन देखा जाउची जेतबेले प्रेरित माने ताहाकु कहले कहीं शैतान तुमर मतरे यही प्रकार कार्य करिछि। ईश्वरंकर विचार हनानिया सफीरांकर जीवन रे हठात हठात आसला। ईश्वर वाक्य मान को कहे जनक पर जड़े से स्थान में पड़ी मृत्यु वरण कले। हाँ प्रिय बंधुगण लिखा जाउची जे यहाँ फल मंडली पुणी जो लोक मैंने सम्मिलित थिले समस्त मन में ईश्वर को भय जाता है से प्रथम थर अनुभव कले कि प्रकार ईश्वर। हाँ प्रिय बंधुगण ईश्वर तांकर सेवा कार्य प्रतिबंधक को सबु बेले बाहर करदेवाई से मनोयोगी परमेश्वर अटंती। फल कौन आम देखुचु से समय मध्य प्रेरित मान द्वारा कौन प्रचार कौन प्रार्थनार विषय कौन आश्चर्य कर्म कौन सुस्थतार कार्य आम देखिपारुना। कारण हनानिया सफीरा से कपटता छलनार जीवन द्वारा ईश्वर कार्य से बाधा प्राप्त सृष्टि कले। ईश्वर ताहाकु पृथक कले। हाँ आद्य मंडली से जानते किपरि भाव ईश्वर का राज्य वृद्धि हम तो संगे संगे से जानते जे प्रतिबंधक किपरि भाव ताहा दूर हम। ईश्वर से विचार आनिले ईश्वर भय मंडली को अधिकार कला। परवर्ती समय आम पाठ करुचु जेतबेले प्रतिबंधक दूर है पुनर्बार ईश्वर वाक्य अति शक्तिर सहित प्रचारित होगापी आरंभ कला। प्रेरित मैंने आहरी अधिक उद्योगर सहित ताड़नार मध्य प्रचार करने से आगे चलिले मंडली वृद्धि प्राप्त है वृद्धि प्राप्त है। प्रिय बंधुगण आज आम जीवन को जो लक्ष्य करुचु आज गण आम जीवन में से छलना भाव रही से कपट भाव रही एक दुई भक्ता जीवन आम रही मन रखा जीशु तांकर सेवा कार्य मध्य बारंबार बारंबार साधुसी फारसी मानकर से कपट विषय से सचेतन कराउले से दान विषय सचेतन कराउले से प्रार्थना विषय सचेतन करुले से सेवा कार्य विषय सचेतन करुले कहते कपटी माने तुमने ईश्वर विचार अधीन। प्रिय बंधु और मन रखा ख्रीष्ट विश्वासी भाव में जदि आम जीवन में से प्रकार छलना भाव रही कपट भाव रही दुई मना विभक्त रही आम कथा आम कार्य मध्य भिन्नता रही मन रखा ईश्वर कार्य आम केवल बाधा सृष्टि करुचु किंतु ईश्वर चाहती आपण पुणी मु आम जब सत्यतार आचरण करवा विश्वस्ततार आचरण करवा आम जीवन ईश्वर दृष्टि मनुष्य मान दृष्टि जब सरल होगापाई पार तेरे जाए बंधुगण आम चारिपाखे भाई भूणी मान निकट में आम सुसमाचार कार्य को आहरी अग्रसर करने आम सक्षम हो पार। तेरे कौन है जो प्रेरित मान द्वारा कार्य पुनर्बार वृद्धि पाइबा आरंभ कला वृद्धि पाइबा आरंभ कला अनेक ख्रीष्ट को विश्वास कले अनेक आश्चर्य कर्म साधन है। आम 6 पर्व को चली आसु देखा जिते विश्वासी मानकर संख्या वृद्धि पाइबा लगिला से कौन ना मंडली मध्य विश्वासी मानकर मध्य विवाद सृष्टि है परस्पर मध्य बचसा आरंभ है परस्पर मध्य विभेद भाव सृष्टि है परस्पर मध्य मतांतर भाव सृष्टि है। से कहले आम प्रति तुम्हें अमनोयोगी आम प्रति तुम्हें उपेक्षा करुच कौन प्रिय चिंता करुचु जो समग्र सहर में आत्मिक जागरण आसूला प्रार्थना ईश्वर वाक्य प्रचार आश्चर्य कार्य से समय केतक विश्वासी माने पेट निमंते खाद्य निमंते परिपोषण निमंते से चिंता करने आरंभ कले केते सहजरे आत्मिक जागरण समय आम मन तुरंत जागतिक विषय आड़े चली जाए फल आम देखुचु से मध्य विवाद सृष्टि है बचसा आरंभ है परस्पर मध्य विभेद सृष्टि है
ଆଉ ଈଶ୍ୱରଙ୍କର କାର୍ଯ୍ୟ ପୁନର୍ବାର ବାଧାପ୍ରାପ୍ତ ହେଲା। ହଁ ପ୍ରିୟ ବନ୍ଧୁଗଣ, ମନେ ରଖିବା, ମଣ୍ଡଳୀ ମଧ୍ୟରେ ପ୍ରଭୁଙ୍କର ସେବା କାର୍ଯ୍ୟ ମଧ୍ୟରେ ବଚସାର ସ୍ଥାନ ନାହିଁ, ବିଭେଦର ସ୍ଥାନ ନାହିଁ, ବିଭକ୍ତ ଜୀବନର ସ୍ଥାନ ନାହିଁ। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ବାରମ୍ବାର ସ୍ମରଣ କରାଏ। ବିବାଦ, ବିଚ୍ଛେଦର ଭାବ, ପରସ୍ପର ମଧ୍ୟରେ ଅମଳର ଭାବ, ପରସ୍ପର ମଧ୍ୟରେ ବଚସାର ଭାବ, ତାହା ଈଶ୍ୱରଙ୍କର ସେବା କାର୍ଯ୍ୟର ସହାୟକ ହେଇନଥାଏ। ଯେତେବେଳେ ଆମମାନେ ପୁରାତନ ନିୟମର ଘଟଣାକୁ ଟିକେ ଆମମାନେ ଫେରି ଯାଉ, ଦେଖୁଛୁ ବାରମ୍ବାର 40 ବର୍ଷ ଯାତ୍ରା ପଥରେ କିପରି ଭାବରେ ମାନେ ଈଶ୍ୱରଙ୍କର ବିରୁଦ୍ଧରେ, ତାଙ୍କର ନେତା ମୋଶାଙ୍କର ବିରୁଦ୍ଧରେ, ହାରଣଙ୍କର ବିଷୟରେ ସେମାନେ ବଚସା ଆରମ୍ଭ କରିବା ପାଇଁ ଆରମ୍ଭ କଲେ। ଯାତ୍ରା ବିଷୟରେ, ଖାଦ୍ୟ ବିଷୟରେ, ପାନୀୟ ବିଷୟରେ, ପ୍ରାନ୍ତର ଯାତ୍ରା ବିଷୟରେ। ସେଥିପାଇଁ ଆମମାନେ ପାଠ କରୁଛୁ, ଈଶ୍ୱର କହିଲେ ଯେହେତୁ ତୁମେ ମୋର ବଚସା କରୁଛ, ମୋର ବିଶ୍ୱସ୍ତା ପ୍ରତି ତୁମେ ଅମନୋଯୋଗୀ ହେଇଛ, ସେଥିପାଇଁ ତୁମମାନଙ୍କ ମଧ୍ୟରୁ କେହି ଜଣେ ହେଲେ ମୁଁ ସେ ପ୍ରତ୍ୟକ୍ଷତା ଦେଶକୁ ପ୍ରବେଶ କରିପାରିବ ନାହିଁ। ପ୍ରିୟ ବନ୍ଧୁଗଣ, ମନେ ରଖିବା, ବଚସା, ବିଭେଦ ଭାବ ସବୁବେଳେ ଜୀବନରେ ଈଶ୍ୱରଙ୍କର ଦୃଷ୍ଟିରେ ଏକ ସାଂଘାତିକ ବିଷୟ। ହାରଣ ପୁଣି ମିରିୟମ, ଦୁଇ ଭାଇ ଭଉଣୀ ସେଦିନ ମୋଶାଙ୍କର ବିରୁଦ୍ଧରେ ବଚସା ଆରମ୍ଭ କଲେ, ଯାହାକି ଆମମାନେ ଗଣନା ତାର 13 ପର୍ବରେ ଆମମାନେ ପାଠ କରୁଛୁ। ସେମାନଙ୍କର ଭାଇ ବିରୁଦ୍ଧରେ ଏହି ବଚସାର ବିଷୟକୁ ଈଶ୍ୱର ଶୁଣି ପାରିଥିଲେ। ଜାଣନ୍ତି, ପରସ୍ପର ମଧ୍ୟରେ ବଚସା ଭାବ ଈଶ୍ୱର ଶୁଣନ୍ତି। ଆମମାନେ ଗୁପ୍ତରେ କହିପାରୁ, କିନ୍ତୁ ପ୍ରକାଶରେ ଈଶ୍ୱର ଶୁଣିପାରନ୍ତି। ଫଳରେ କ'ଣ ହେଲା? ଲେଖାଯାଉଛି, ସେମାନଙ୍କର ମଧ୍ୟରୁ ଈଶ୍ୱର ଆପଣାର ଉପସ୍ଥିତିକୁ କାଢ଼ି ନେଲେ, ମିରିୟମକୁ କୁଷ୍ଠ ରୋଗରେ ଆଘାତ କଲେ। ପୁନର୍ବାର ଆମମାନେ ପାଠ କରୁଛୁ, ମିରିୟମ ଖ୍ରୀଷ୍ଟୀୟ ସହଭାଗିତା ମଧ୍ୟରୁ ସେ ଦୂରକୁ ଚାଲିଗଲେ। ସର୍ବଶେଷରେ ଲେଖାଯାଏ ଯେ ସେମାନେ ଯେଉଁ ଯାତ୍ରା ପଥରେ ଅଗ୍ରସର ହେଉଥିଲେ, ଆଉ ସେମାନେ ଯାତ୍ରା ପଥରେ ଆଗେଇ ପାରିଲେନି। ହଁ ପ୍ରିୟ ବନ୍ଧୁଗଣ, ବଚସା ସବୁବେଳେ ଈଶ୍ୱରଙ୍କର କାର୍ଯ୍ୟର ବଡ଼ ପ୍ରତିବନ୍ଧକ ହେଇଥାଏ। କିନ୍ତୁ ଅନେକ ସମୟରେ ଆମମାନେ ତାହା ଚିନ୍ତା କରିପାରୁନା। କେତେ ସହଜରେ ଆମମାନେ ବିଭିନ୍ନ ବିଷୟ ଗୁଡ଼ିକ ପ୍ରତି, ଈଶ୍ୱରଙ୍କ ପ୍ରତି, ଅନ୍ୟମାନଙ୍କର ପ୍ରତି, ଆମମାନଙ୍କର ପରିବାରରେ, ଆମମାନଙ୍କର ମଣ୍ଡଳୀରେ, ଆମମାନଙ୍କର ଅନୁଷ୍ଠାନ ଗୁଡ଼ିକରେ କେତେ ସହଜରେ ଆମମାନେ ବଚସା କରୁ। ପ୍ରିୟ ବନ୍ଧୁଗଣ, ମନେ ରଖିବା, ବଚସା ଈଶ୍ୱରଙ୍କ ଦୃଷ୍ଟିରେ ସାଂଘାତିକ ବିଷୟ। ସେଦିନ ଈଶ୍ୱର ଲୋକମାନଙ୍କୁ ଆଗେଇ ନେଉଥିଲେ, ବଚସା ଦ୍ୱାରା ସେମାନେ ଆଗେଇ ପାରିଲେନି। ଫଳାଫଳ କ'ଣ ହେଲା? ଶେଷରେ ହାରଣ ଆପଣା ଦୋଷ ନିମନ୍ତେ ମୂଷାଙ୍କୁ କ୍ଷମା ମାଗିଲେ। ମୂଷା ପ୍ରାର୍ଥନା କଲେ, ଆଉ ପ୍ରାର୍ଥନାର ଉତ୍ତର ସ୍ୱରୂପେ ଈଶ୍ୱର ମିରିୟମକୁ ସୁସ୍ଥତା ପ୍ରଦାନ କଲେ। ଆଉ ସର୍ବୋପରି ଆମେ ଦେଖୁଛୁ ଯେ ସେମାନେ ପୁନର୍ବାର ଯାତ୍ରାରେ ଆଗେଇ ନେଲେ। ପ୍ରିୟ ବନ୍ଧୁଗଣ, ଆଜି ଈଶ୍ୱର ତାଙ୍କର କାର୍ଯ୍ୟ, ଈଶ୍ୱର ତାଙ୍କର ମହତ୍ୱପୂର୍ଣ୍ଣ ସେବା କାର୍ଯ୍ୟ, ମଣ୍ଡଳୀ ବୃଦ୍ଧିର ସେବା କାର୍ଯ୍ୟରେ ଆଗେଇ ଚାଲିଛନ୍ତି। ଈଶ୍ୱରଙ୍କ ରାଜ୍ୟ ଆଜି ସବୁ ସ୍ଥାନ ଗୁଡ଼ିକରେ ଆଜି ବିସ୍ତାର ଲାଭ କରୁଛି, ତାରିଣାର ମଧ୍ୟରେ ବିସ୍ତାର ଲାଭ କରୁଛି। କିନ୍ତୁ ମନେ ରଖିବା, ଯଦି ଆପଣଙ୍କର ଜୀବନରେ, ମୋର ଜୀବନରେ ସେ ବିବାଦ ଭାବ ଥାଏ, ସେ ବଚସା ଭାବ ଥାଏ, ବିରୋଧ ଭାବ ଥାଏ, ତେବେ ନିଶ୍ଚିତ ଭାବରେ ଆପଣ ପୁଣି ମୁଁ ଆମର ଈଶ୍ୱରଙ୍କର ସେବା କାର୍ଯ୍ୟକୁ କେବେ ହେଲେ ଆଗେଇ ପାରିବାନି। କିନ୍ତୁ ଈଶ୍ୱର ବିଚାରକୁ ଆଣିବେ, ଆପଣଙ୍କୁ ଆଣିବେ, ପୁଣି ମୋତେ ଆଣିବେ। ତୃତୀୟରେ ଆମେ ଲକ୍ଷ୍ୟ କରୁଛୁ, ଯେତେବେଳେ ପ୍ରେରିତମାନେ ଲକ୍ଷ୍ୟ କଲେ ଯେ ମଣ୍ଡଳୀ ମଧ୍ୟରେ ଆମମାନଙ୍କର ଲୋକମାନଙ୍କୁ ଖାଦ୍ୟ ପରିବେଷଣରେ ଆମେ ଅବହେଳା କରିଛୁ। ଲେଖାଯାଉଛି 6 ପର୍ବ ତାର 4 ପଦରେ ପ୍ରେରିତମାନେ ପରସ୍ପରକୁ କହିବା ପାଇଁ ଆରମ୍ଭ କଲେ, ହେ ଆମମାନଙ୍କୁ ଈଶ୍ୱର ପ୍ରାର୍ଥନା ନିମନ୍ତେ ଆହ୍ୱାନ କଲେ, ବାକ୍ୟ ପ୍ରଚାର ନିମନ୍ତେ ଆହ୍ୱାନ କଲେ। କିନ୍ତୁ ବର୍ତ୍ତମାନ ଆମେ ବାକ୍ୟ ପ୍ରଚାରକୁ ପରିତ୍ୟାଗ କରି, ଆମେ ପ୍ରାର୍ଥନାକୁ ପରିତ୍ୟାଗ କରି ବର୍ତ୍ତମାନ ଲୋକମାନଙ୍କୁ ଖାଦ୍ୟ ପରିବେଷଣରେ ଆମେ ବ୍ୟସ୍ତ ଅଛୁ ନା? ଓ ପ୍ରିୟ ବନ୍ଧୁଗଣ, ଯେତେବେଳେ ଆହ୍ୱାନ ପ୍ରାପ୍ତ ପାଳକ, ମିଶନାରୀ, ପ୍ରଭୁଙ୍କର ସେବାକାରୀମାନେ ଯେତେବେଳେ ଆପଣଙ୍କର
ଆହ୍ୱାନ ପ୍ରତି ସଚେତନ ନଥାନ୍ତି, ସେଥିରେ ଅବହେଳା କରନ୍ତି, ଅମନୋଯୋଗୀ ହୁଅନ୍ତି, ଶିଥିଳ ହୋଇ ପଡ଼ନ୍ତି, ଅନ୍ୟାନ୍ୟ ବିଷୟ ଗୁଡ଼ିକ ପ୍ରତି ଆସକ୍ତ ହୁଅନ୍ତି, ସେତେବେଳେ ଈଶ୍ୱରଙ୍କର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ସେହି ସମୟରେ କେବଳ ବଚସା ନୁହେଁ, ମାତ୍ର ପ୍ରେରିତମାନଙ୍କର ଏହି ଅମନୋଯୋଗିତା, ଏହି ଅବହେଳା ହେତୁ ପ୍ରଚାର ବନ୍ଦ ହୋଇଗଲା, ସୁସ୍ଥତାର କାର୍ଯ୍ୟ ବନ୍ଦ ହୋଇଗଲା, ଆଶ୍ଚର୍ଯ୍ୟ କାର୍ଯ୍ୟ ବନ୍ଦ ହୋଇଗଲା, ବିଭିନ୍ନ ଲକ୍ଷଣ ଗୁଡ଼ିକ ବନ୍ଦ ହୋଇଗଲା। ପ୍ରିୟ ବନ୍ଧୁଗଣ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେଉଁମାନେ ଆଜି ଆମମାନେ ତାଙ୍କର ନିମନ୍ତେ ଆହୁତ, ଯେପରି ଆମମାନଙ୍କର ଆହ୍ୱାନ ପ୍ରତି ଆମମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ହେବା। ଲେଖାଯାଏ ପ୍ରେରିତମାନେ ସେମାନଙ୍କ ମଧ୍ୟରୁ 7 ଜଣ ଯେଉଁମାନେ ପବିତ୍ର ଆତ୍ମା ଦ୍ୱାରା ପରିପୂର୍ଣ୍ଣ ଥିଲେ, ଈଶ୍ୱରଙ୍କର ଜ୍ଞାନରେ ପରିପୂର୍ଣ୍ଣ ଥିଲେ, ସେମାନଙ୍କର ହସ୍ତରେ ଏହି ଖାଦ୍ୟ ଭାର ସମର୍ପଣ କରିଦେଇ ପୁନର୍ବାର ପ୍ରେରିତମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ପ୍ରାର୍ଥନାରେ ନିବିଷ୍ଟ ରହିଲେ। ଫଳରେ ଭାଇ ଭଉଣୀମାନେ କ'ଣ ହେଲା? ଲେଖାଯାଉଛି ଅନେକ ସଂଖ୍ୟାରେ ଭାଇ ଭଉଣୀମାନେ ଯୀଶୁଙ୍କୁ ବିଶ୍ୱାସ କରି ମଣ୍ଡଳୀଭୁକ୍ତ ହେଲେ। ପୁନର୍ବାର କାର୍ଯ୍ୟ ଆଗେଇ ଚାଲିଲା, ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ ହେଲା, ସୁସ୍ଥତାର କାର୍ଯ୍ୟ ସାଧନ ହେଲା। ହଁ, ତାଡ଼ନା ବୃଦ୍ଧି ପାଇଲା, କିନ୍ତୁ ସେହି ତାଡ଼ନାର ମଧ୍ୟରେ କାର୍ଯ୍ୟ ଆହୁରି ଅଗ୍ରସର ହେଲା। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ସେବା କାର୍ଯ୍ୟର ଜୀବନରେ, ଆମର ବିଶ୍ୱାସର ଜୀବନରେ ଆଜି ଆମେ ନିଜ ନିଜକୁ ପରୀକ୍ଷା କରି ରହୁ। ଆଜି କ'ଣ ହନାନୀୟ ସଫିରା ପରି ଆଜି ଆମମାନଙ୍କର ଜୀବନ ଏକ ବିଭକ୍ତ ଜୀବନ, ବାହାରେ ଗୋଟିଏ ପ୍ରକାର ଜୀବନ, ଭିତରେ ଆଉ ପ୍ରକାର ଜୀବନ। ଆମମାନଙ୍କର କାର୍ଯ୍ୟରେ, ଆମମାନଙ୍କର କଥାରେ ସାମଞ୍ଜସ୍ୟତା ନାହିଁ। କିନ୍ତୁ ମନେ ରଖିବା, ଏହି ପ୍ରକାର ଜୀବନ ଈଶ୍ୱରଙ୍କ ଦ୍ୱାରା ନିଶ୍ଚିତ ଭାବରେ ବିଚାରିତ ହେବ। ଆଜି କ'ଣ ଆମମାନଙ୍କର ଏହି ଯେଉଁ ଷ୍ଟାଦରକୁ ଈଶ୍ୱର ତାଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ, ମଣ୍ଡଳୀର ଅଭିବୃଦ୍ଧି ନିମନ୍ତେ, ବିଶ୍ୱାସୀମାନଙ୍କର ନିଷ୍ଠା ନିମନ୍ତେ ବ୍ୟବହାର କରିବା ପାଇଁ ଚାହାନ୍ତି, ଆଜି କ'ଣ ଆମମାନଙ୍କର ଏହି ଷ୍ଟାଦର ଆଜି ଅଶୁଚି ହୋଇଯାଇଛି, ବଚସାରେ ପରିପୂର୍ଣ୍ଣ, ବିବାଦରେ ପରିପୂର୍ଣ୍ଣ। ଏ ବନ୍ଧୁ ମନେ ରଖିବା, ଏ ସମସ୍ତ ବନ୍ଧ ଈଶ୍ୱର ଦିନେ ତାଙ୍କର ବିଚାର ବନ୍ଧକୁ ଆଣିବେ। ସେଥିପାଇଁ ଲେଖାଯାଉଛି ଆମମାନଙ୍କର ପ୍ରତ୍ୟେକ ବାକ୍ୟ ପାଇଁ ଆମେ ଦିନେ ବିଚାରିତ ହେବା। ସର୍ବଶେଷରେ ଆଜି ଯେଉଁମାନେ ଆମେ ଆହୁତ ବାଳକ ଭାବରେ, ମିଶନାରୀ ଭାବରେ ସେବା କାର୍ଯ୍ୟରେ ନିଯୁକ୍ତ ହେଇଛୁ, ଆଜି କ'ଣ ଆମେ ଅବହେଳା କରୁଛୁ, ଅମନୋଯୋଗ ହେଇଛୁ, ବିଭିନ୍ନ ବିଷୟ ଗୁଡ଼ିକ ଆମମାନଙ୍କର ସେବା କାର୍ଯ୍ୟ ମଧ୍ୟକୁ ଆଣିଛୁ, ବାକ୍ୟ ପ୍ରଚାରକୁ ଛାଡ଼ି ଦେଇ, ପ୍ରାର୍ଥନାକୁ ଛାଡ଼ି ଦେଇ ବିଭିନ୍ନ ସଭା ସମିତି ଗୁଡ଼ିକରେ, ଅନୁଷ୍ଠାନ ଗୁଡ଼ିକରେ, ବିଭିନ୍ନ କାର୍ଯ୍ୟକ୍ରମରେ ଆମେ ଆପଣଙ୍କୁ ଏପରି ଭାବରେ ଲିପ୍ତ କରି ରଖିଛୁ, ଯଦ୍ୱାରା କି ପ୍ରାର୍ଥନା, ଈଶ୍ୱର ବାକ୍ୟ ପ୍ରଚାରରେ ଆମେ ମନୋଯୋଗୀ ହେଇପାରିଲୁ। ମନେ ରଖିବା, ତାହା ମଧ୍ୟ ଈଶ୍ୱରଙ୍କ ରାଜ୍ୟ ବୃଦ୍ଧିର କେବେ ହେଲେ କାରଣ ହେଇନପାରେ। କିନ୍ତୁ ମନେ ରଖିବା, ଏ ସବୁକୁ ଈଶ୍ୱର ତାଙ୍କର ବିଚାର ମଧ୍ୟକୁ ଆଣିବେ, କାରଣ ଆଜି ମଧ୍ୟ ସେ ତାଙ୍କର ରାଜ୍ୟ ବିସ୍ତାର କରୁଛନ୍ତି। ଯେକୌଣସି ବିଷୟ, ଯେଉଁ ବ୍ୟକ୍ତି ଈଶ୍ୱରଙ୍କର ରାଜ୍ୟ ବିସ୍ତାରର ପ୍ରତିବନ୍ଧକ ହେବେ, ବିଘ୍ନର କାରଣ ହେବେ, ଈଶ୍ୱର ନିଶ୍ଚିତ ଭାବରେ ସେମାନଙ୍କୁ ବିଚାରକୁ ଆଣିବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆପଣ ପୁଣି ମୁଁ ଆମମାନଙ୍କର ଜୀବନକୁ, ଆମମାନଙ୍କର ସେବା କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନିଷ୍ଠାପର ସହିତ ଈଶ୍ୱରଙ୍କୁ ସମ୍ମୁଖରେ ରଖି ଭୟରେ ପୁଣି କମ୍ପରେ ଯେପରି ଆମମାନଙ୍କର ଜୀବନକୁ, ଆମର ସେବା କାର୍ଯ୍ୟକୁ ଆମେ ଆଗେଇ ନେବା ପାଇପାରିବା। ଫଳରେ ପ୍ରିୟ ବନ୍ଧୁଗଣ, ଯେଉଁମାନେ ଆମମାନଙ୍କର ଚାରିପାଖରେ ଏବେ ବି ସୁସମାଚାର ଶୁଣିବାର ଅପେକ୍ଷାରେ ଅଛନ୍ତି, ଅନେକ ଅଛନ୍ତି, ଅନେକ ଭାଷାବାଦୀ ଲୋକମାନେ ଅଛନ୍ତି, ଅନେକ ଜାତିର ଲୋକମାନେ ଅଛନ୍ତି, ଆଜି ଯେପରି ସେମାନଙ୍କର ନିକଟରେ ଆମମାନଙ୍କର ନିଷ୍ଠାପର ଜୀବନ, ଆମର ସେବା କାର୍ଯ୍ୟ ବିଶ୍ୱସ୍ତତାର ଜୀବନ ଦ୍ୱାରା ଅନେକଙ୍କୁ ଆମେ ଲାଭ କରିପାରିବା। ଈଶ୍ୱରଙ୍କ ରାଜ୍ୟ ନିଶ୍ଚିତ ଭାବରେ ଆମମାନଙ୍କର ସମୟରେ, ଆମର ଦେଶରେ, ଆମର ପୃଥିବୀରେ ଆହୁରି ଅଧିକ ପରିମାଣରେ ବ୍ୟାପ୍ତ ହେବା ପାଇପାରିବ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆମମାନେ ବିଘ୍ନର କାରଣ ନ ହେ, ଯେପରି ସେବା କାର୍ଯ୍ୟର ସହାୟକ ହେବା ପାଇଁ ପାରିବା। ଫଳରେ ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି ପାଇବ, ଅନେକ ପରିତ୍ରାଣ ମଧ୍ୟରେ ନିଜ ଜୀବନକୁ ସମର୍ପଣ କରିବା ପାଇଁ ପାରିବେ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ।
ଆମେନ୍।